ମୁଁ ବନେଇଛି ଅଁଳାର ଆଚାର। କେମିତି ବନେଇଛି ପ୍ରୋସେସଟା ବତେଇ ଦେଉଛି। ପ୍ରଥମେ 500 ଗ୍ରାମ ଅଁଳା ଆଣିଥିଲି, ତାକୁ ଧୋଇ ଦେଇ ଭଲସେ ପୋଛି ପାଛି ଦେଲି ଓ ଗ୍ୟାସରେ କଡ଼େଇଟି ବସେଇଲି। ସେଥିରେ ପାଣି ଦେଲି ଓ ତା ଉପରେ ଗୋଟେ ଜାଲି ରଖିଲି ଓ ଜାଲି ଉପରେ ଅଁଳା କୋଳିକୁ ରଖିଦେଲି ଓ ତା ଉପରେ ଗୋଟେ ଢାଙ୍କୁଣୀ ଦେଲି। ତାକୁ 10 ମିନିଟ୍ ପାଇଁ ବାମ୍ଫରେ ସିଝିବା ପାଇଁ ଛାଡ଼ିଦେଲି। ସେପଟେ ମୁଁ ଗୋଟେ କଡ଼େଇରେ ବଡ଼ 2 ଚାମଚ ପାନମଧୁରୀ, 1 ଚାମଚ ଜିରା ଆଉ 1 ଚାମଚ ମେଥିକୁ ସିମ୍ରେ ଉଷୁମ କରି ଭାଜିଦେଲି। ଥଣ୍ଡା ହେଲା ପରେ ଗୁଣ୍ଡ କରି ରଖିଦେଲି। ତାପରେ ଏପଟେ 10 ମିନିଟ୍ ହେଇଯାଇଥିଲା, ଅଁଳା କୋଳି ବି ଭଲସେ ସିଝି ଯାଇଥିଲା ଓ ତାକୁ ଛୋଟ ଛୋଟ ପିସ୍ କରି ରଖିଦେଲି। ଆଉ କଡ଼େଇରେ ତେଲ ଦେଇ ଗ୍ୟାସରେ ବସେଇଦେଲି। ମୁଁ ସୋରିଷ ତେଲ ଦେଇଥିଲି। ତେଲ ଗରମ ହେଇଗଲା ପରେ ସେଥିରେ 5 ଫୁଟଣ ପକାଇଲି ଓ ହେଙ୍ଗୁ ଟିକେ ମଧ୍ୟ ପକାଇଲି ଓ ରଖିଥିବା ଅଁଳାକୁ ପକାଇ ତାକୁ ସିମ୍ରେ 5 ମିନିଟ୍ ପାଣି ମଲା ଯାକେ ଭଲସେ ଭାଜିଦେଲି। ତ ତାପରେ ଆବଶ୍ୟକତା ଅନୁସାରେ ଲୁଣ ପକାଇଲି, ହଳଦୀ ଗୁଣ୍ଡ ଓ ଲଙ୍କା ଗୁଣ୍ଡ ମଧ୍ୟ ପକାଇଲି ଓ ଅଳ୍ପ ଟିକେ ଜୁଆଣି ପକାଇଲି। ଆଉ 250 ଗୁଡ଼କୁ ମଧ୍ୟ ପକାଇ ତାକୁ ସିମ୍ରେ ଗୁଡ଼ରୁ ପାଣି ମରିବା ଯାକେ କଷି କାଷି ଦେଲି ଓ ଆଗରୁ କରି ରଖିଥିବା ମସଲା ଗୁଣ୍ଡକୁ ମଧ୍ୟ ତା ଦେହରେ ପକାଇଦେଲି ଓ ଗୋଟେ ବଡ଼ ଚାମଚ ଭିନିଗାର ମଧ୍ୟ ଦେଲି। ତାପରେ ଆଚାରଟିକୁ ଥଣ୍ଡା ହେବା ପାଇଁ ଛାଡ଼ିଦେଲି। ଆଗରୁ ଗୋଟେ କାଚ ବାଉଲ୍ ରଖିଥିଲି, ତାକୁ ଧୋଇ ଦେଇ ଭଲସେ ପୋଛି ଦେଇଥିଲି ଯେମିତି ସେଥିରେ ପାଣି ନ ରହିଥିବ। ତାପରେ ଆଚାର ଥଣ୍ଡା ହେଲା ପରେ ସେଥିରେ ତାକୁ ଭରିଦେଲି ଓ ତାକୁ 8 ଦିନ ଖଣ୍ଡେ ଏମିତି କାଚ ବୋତଲ ବନ୍ଦ କରିକି ଖରାରେ ରଖିଲି। ତାପରେ ଆଚାରଟି ପୁରା ଭଲସେ ବନି ଯାଇଥିଲା ଓ ଖାଇବାକୁ ମଧ୍ୟ ବହୁତ ଟେଷ୍ଟି ଲାଗୁଥିଲା। এই ଆଚାରଟି ବନେଇବାଟା ଅନ୍ୟ ଆଚାରଠାରୁ ବହୁତ ସହଜ। ଆପଣମାନେ ଏମିତି ବନାନ୍ତୁ, ଖାଆନ୍ତୁ ଓ କେମିତି ଲାଗିଲା ନିଶ୍ଚୟ କହିବେ। ରହୁଛି, ଧନ୍ୟବାଦ।